ଖାଇଯା ଖାଇଯା। ବାବା ବଢ଼ିଆ ସେଟିଂରେ ପୁରା ବଇଛୁ ବୁଝିଲୁ। ଚନ୍ଦ୍ର ତତେ ମାନୁଛି ବେ ସତେ, ରୋଷେଇଟା ତତେ ମାନୁଛି। ତୁ ଡେଲି ରୋଷେଇ କର, ତତେ ବଢ଼ିଆ ମାନୁଛି ହେଲା। ମୁଁ ଏମିତି ଆସିଲା ବେଳକୁ ତୁ ରୋଷେଇ ସାରି ଦେଉଥିବୁ ଭଡ଼ ଭଡ଼ କିନି। କିନ୍ତୁ ଏ ଘର ଗୁରା ତୁ ଦାୟିତ୍ୱ ନେବାକୁ ପଡ଼ିବ, ସବୁ ସଫା କେମିତି ହେବ ହେଲା କି। ମୁଁ ବା ତତେ ମୁଁ ତତେ ବ୍ୟାକଗ୍ରାଉଣ୍ଡ କୋଅପରେଟ୍ କରିବି। ମୁଁ ତୋର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ଭଳିଆ ଡେଲି ବାଜିବି ଆଉ। ଲୁଣ ହେଇନି ତ? ଆପଣ ତ କେବେ ଖାଇନଥିବେ କାଲି କରିଥିଲି ଯୋଉ ଲୁଣ ହେଲୋ ବୋପା ମା। ଭିଡ଼ିଓ ଦେଖିନ? ଆପଣ ତ କେବେ ଖାଇନଥିବେ। ଏ ଚଣା ଏଥିରେ ଅଛି ବେ? ହଁ ମୁଁ ଜାଣିଛି। ହେଇଗଲାଣି, ସିଝିଗଲାଣି। ହଁ ମୁଁ ତ ବାଢ଼ି ଦେ। ଅଫିସରେ ଅଛୁ ଦୁଇଟା କ'ଣ ସଙ୍ଗାତ। ଆକ୍ଚୁଆଲି ଗୋଟେ ଯେହେତୁ ମନ୍ଥ ଏଣ୍ଡଟା ହେଲା କି କିଛି ସାଲାରୀ ଡିସ୍କସନ୍ ଚାଲିଛି। ମୁଁ ସ୍ପେଶାଲି HR ସହିତ ବସିଛି। ତ ଭିଡ଼ିଓ ଏଚ୍ଆର୍କୁ ତ ଖାତିର କରୁନାହାନ୍ତି। ଏଚ୍ଆର୍ର କାନ୍ଦ ଉପରେ ସେ ହାତ ପକେଇ ଦେଉଛି। ଏଚ୍ଆର୍ର ରାଇଟ୍ ହ୍ୟାଣ୍ଡ ରହିବା ମାନେ କାହା ଭାଗ୍ୟରେ ନ ମିଳେ, ମୋ ଭାଗ୍ୟରେ ତ ମିଳୁଛି। ମୁଁ ସେତିକି ସୌଭାଗ୍ୟବାନ ହେଲା। ସେଠି ଟିକେ ଚାଲିଥିଲା ତ HR ସାର୍ ଏଠି ସାଲାରୀ ଡିସ୍କସନ୍ କରୁଥିଲେ। ଏଠି କେମିତି ମ୍ୟାନେଜମେଣ୍ଟ କିଏ କେତେ ପାଏ। ମୁଁ ସେ ପାଖରେ ସାଇଟ୍ ଟିକେ ଦେଖୁଥିଲି ମୋର କେତେ କ'ଣ। ସାର୍ ମୁଁ ସେଇ କଥା କହିବାକୁ ଚାହୁଁଛି କି ସମସ୍ତେ HR ସାଇଟ୍ରେ ବସିପାରନ୍ତିନି, ଯିଏକି ମୁଁ ବସି କଥା ହେଇପାରୁଛି। ତ ଏଇ ଆଠୁ ଭାଗ୍ୟବାନ କଥା ଆଉ କ'ଣ ହେଇପାରିବ। ତ ବେଶୀ କିଛି କହିବିନି, ଏଠୁ ବାହାରିଲେ ଯାହା ବାବା ଗୁପଚୁପ ଖାଇବା ପାଇଁ ଜୋରେ କହ, ସେଇଟା ଜୋରେ କହ। ଗୁପଚୁପ ଖାଇବା ପାଇଁ ସେଇଟା ଦଉଛି କିଏ କହ? ଦଉଛି ମୁଁ। ମୁଁ ଦଉଛି କହୁଛି ଗଲା ତୁ। ଶୁଣୁ, ତୁ 5 ଟଙ୍କାର ଗୁପଚୁପ ଖାଇବୁ, ମୁଁ 5 ଟଙ୍କାର ଗୁପଚୁପ। ମୁଁ 7 ଟଙ୍କାର, ତୁ 5 ଟଙ୍କାର। 12 ଟଙ୍କା। କୋଉଠି ଗୁପଚୁପ ବାଲା କୋଉଠି? କୋଉଠି ବାଳ ଏ ଜଙ୍ଗଲ ଏରିଆରେ ଦେଖିବା ପାଇଁ ପଡ଼ିବ। ହଁ ଜଙ୍ଗଲ ଏରିଆ କହୁଛୁ, ନିଜ ଏରିଆକୁ ଭଲ କହିବୁ ନା ଜଙ୍ଗଲ ଏରିଆ। ଆମେ ଏଇଟା ସ୍ମାର୍ଟ ସିଟିରେ ରହୁଛେ। ନାଇଁ ସତରେ, ତୁ 5 ଟଙ୍କାର, ମୁଁ 5 ଟଙ୍କାର ଗୁପଚୁପ ଖାଇବା। ଭଲ ଲାଗିଲେ ଆଉ 5 ଟଙ୍କାର, ଆଉ 5 ଟଙ୍କାର ଖାଇବା। ଖାଇବା କାହିଁକି ଦେଖିଦେଇ ପଳେଇ ଆସିବା। ଗାଈ ଆମେ ଏବେ ଯାଉଛୁ ଗୁପଚୁପ ଖାଇବାକୁ। ବାଟରେ ଲୋକ ଫୋକ ଦେଖୁଛନ୍ତି ହେଲା କି। ଆମେ ଯିବା ଅନ୍ଧାର ନା, ବହୁତ ଅନ୍ଧାର। ଚାଲ ଠିକ୍ ଅଛି। ଗୁପଚୁପ ଫୁପଚୁପ ଖାଇସାରିଲା ପରେ ପ୍ରକୃତରେ ଆମେ 2 ଜଣ କାଳିଆ ଗୁରା ତ ସେଥିପାଇଁ ଆସୁନି। ମୋତେ କାଳିଆ କନା, ତୁ ସବୁଠି କାଳିଆ କାଲୁ କୋବ୍ରା। ଠିକ୍ ଅଛି, ଆଗ ଆମେ ଗୁପଚୁପ ଖାଇସାର ତାପରେ କଥା ହବା। ଜିମରା ଇଏଟା ନା ଡାକିଥିଲା ଗୁପଚୁପ ଖାଇବାକୁ। ଏଠି ଆସିକି ମୋତେ କେଉଁଠି ବସେଇଛି ଅଣ୍ଡା ରୋଲ୍। ମାନେ 5 10 ଟଙ୍କା କଥା ଆମ ଡିସ୍କସନ୍ ଚାଲିଥିଲା। 10 ଟଙ୍କାରୁ ଛାଡ଼ ପ୍ରମୋସନ୍ କରିଥାନ୍ତି 20 ଟଙ୍କା 30 ଟଙ୍କା। ଡାଇରେକ୍ଟ 60 ଟଙ୍କା ଅଣ୍ଡା ରୋଲ୍ ଗୋଟେ। 2ଟା ଅଣ୍ଡା ରୋଲ୍କୁ 120 ଟଙ୍କା। ପ୍ରମୋସନ୍ ହାଇକ୍, ତମ ସାଲାରୀ ଏତିକି ହାଇକ୍ କରୁଛ, ଯେତିକି ମୋର ଏକ୍ସପେନ୍ସ ହାଇକ୍ କରୁଛୁ। ଯାହା ହଉ ମାଗିଛି, ନହେଲେ ଦୁନିଆ ଶୁଣ୍ଠା କଞ୍ଜୁ ଶୁଣିବାକୁ ପଡ଼ିବ। ଦେଇଦେବା ଦେ ମୋଟା ଦେ। ଏଠି ମୋଟା ଅଛି, ସେଇଥିପାଇଁ ମୁଁ ନେଇଗଲି। ଲାଗୁଛି ନାଇଁ ମୋ କଳା ଯେଉଁ ଧଳା ଧନ ପଇସା ମାନେ କ'ଣ କଣ ଝାଳ ବୁହା ଧନ ପଇସା। ମାନେ ହେ ଗାଇସ୍, ଆପଣ ତ କେବେ ଖାଇନଥିବେ। ଆଜି ଆମର ଲାଷ୍ଟ ରୁମ୍ର ଲାଷ୍ଟ ଭାତ କୋବି ତରକାରୀ ଅଣ୍ଡା। ଆଜି ଆମର ପୁରା ଲାଷ୍ଟ ହେଲା ଖିଆପିଆ। ଆମର ଆଜି ହେଇଯିବ, ରାତି ଯାହା ଯା ମଜାମସ୍ତି କରିବୁ। ଆକ୍ଚୁଆଲି ଏଇଟା ଗୋଟେ ଆଜବେଷ୍ଟ ଘରଟା, ଉପରେ ପ୍ଲାଏ ପୁରା ଆମର ଇଏ ହେଇଛି, ଫିଟିଂ ହେଇଛି। ତାପରେ ନେଇଛୁ, କାଲି ଆମେ ଘରଟା ସିଫ୍ଟ କରିଦେଉଛୁ। ତାପରେ ହାଇଜେନିକ୍ ଟିକେ ମେଣ୍ଟେନ୍ ନହେଲେ ହେବନି। ତ ରୁମ୍ ମାନେ ମୁଁ ଇଆଡ଼େ ରୁମ୍ ଚେଞ୍ଜ କରୁଛୁ, ଅଣ୍ଡା ସିଆଡ଼େ ଖାଇଯାଉଛି। ମୁଁ ଖାଇସାରେ ତାପରେ ବ୍ଲଗ୍ କରିବି। ଅଣ୍ଡା ଖାଇଯାଉଛି ମୁଁ ଆବସେନ୍ସରେ। ଫୋନ୍ ଗପୁଥିଲା ଆଜ୍ଞା, ମୁଁ ଖାଇଦେବି ବୋଲି ସେ ଫୋନ୍ କାଟିଦେଲା। ମୁଁ ଗୋଟେ ବ୍ଲଗ୍ଟା ଷ୍ଟାର୍ଟ କଲା, ସେ ଅଣ୍ଡା ଖାଇଯାଇଛି। ଖାଇସାରେ ଅଣ୍ଡା ଫଣ୍ଡାରେ ଭାଗ ବାଣ୍ଟ ଏତେ ନାହିଁ, ଖାଇସାର ତାପରେ କଥା।